गुड मॉर्निंग स्टूडेंट्स। କାଲି ଆମେ କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟ ଷ୍ଟାର୍ଟ କରିଥିଲେ ଆଉ ତା ବିଷୟରେ ଟିକେ ଅଳ୍ପ ହିଁ ପଢିଥିଲେ। ସେଇଟାକୁ ମୁଁ ଟିକେ ସମରି ଟିକେ କହିକି ତାପରେ ଷ୍ଟାର୍ଟ କରୁଛି ଆଜିର କ୍ଲାସ। ମୋର ୟୁନିଟ୍ 3 ରେ ଥିଲା କେମିତି ପ୍ରଫିଟ୍ ଆଣ୍ଡ ଲସ୍ ଷ୍ଟେଟମେଣ୍ଟ ବନଉଛେ, କେମିତି ବାଲାନ୍ସ ସିଟ୍ କରୁଛେ, ତାପରେ ଫାଇନାଲି କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟ କେମିତି ପ୍ରିପେୟାର କରୁଛେ ସେଇଟା ଥିଲା। ଆମେ ବାଲାନ୍ସ ପ୍ରିପେୟାର କରିଥିଲେ କେମିତି ୱିଦାଉଟ୍ ଆଡଜଷ୍ଟମେଣ୍ଟ ଆଉ ୱିଥ୍ ଆଡଜଷ୍ଟମେଣ୍ଟ କେମିତି କରିଥିଲେ, ଆଉ ତାକୁ ଆମେ ଏକ୍ସେଲ ବି ଗୋଟେ ମୁଁ ବୁଝିଥିଲି ପ୍ରିଭିୟସ କ୍ଲାସରେ। ଓକେ, ତାପରେ କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟ ଆମେ ଦେଖିଥିଲେ। ଏଇଟା ହଉଛି କି ବିଜନେସ ରେ କେତେ କ୍ୟାଶ ଇନଫ୍ଲୋ ହଉଛି, କେତେ ଆଉଟଫ୍ଲୋ ହଉଛି, ମାନେ କେତେ କ୍ୟାଶ ଆସୁଛି ଆଉ ଯାଉଛି, କେତେ ରିସିପ୍ଟ ହଉଛି, କେତେ ପେମେଣ୍ଟ ହଉଛି। ଏଇଟା ଗୋଟେ ଷ୍ଟେଟମେଣ୍ଟ ଥିଲା ଆମର କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟ। ଓକେ, ତାପରେ ଏଇଟା ପଢିଥିଲେ କି କେତେ କ୍ୟାଶ ଆସୁଛି ଆଉ କ୍ୟାଶ ଇକ୍विଭାଲେଣ୍ଟ ମିନ୍ସ କଣ, କ୍ୟାଶ ରେ କଣ କହୁଛି, କ୍ୟାଶ ସେତିକି କେତେ କେତେ ହ୍ୟାଣ୍ଡ ରେ ଅଛି, ଆଉ କ୍ୟାଶ ଇନ ବ୍ୟାଙ୍କ କେତେ ବ୍ୟାଙ୍କ ରେ ଅଛି, ଆଉ ଯାହା ବି ଆମର ସାଙ୍ଗେ ସାଙ୍ଗେ ଲିକ୍ୱିଡିଟି କନଭର୍ଟ ହେଇପାରିବ, ଯାହା ବି ମାର୍କେଟ ସିକ୍ୟୁରିଟି ଅଛି, ମାନେ ଯୋଉଟା କ୍ୟାଶ ରେ ଆମର କନଭର୍ଟ ହେଇପାରିବ ସାଙ୍ଗେ ସାଙ୍ଗେ, ଇମିଡିଏଟଲି କ୍ୟାଶ ଯୋଉଟା କନଭର୍ଟ ହେଇପାରିବ, ସେ ସବୁ ଆମର କ୍ୟାଶ ଆଣ୍ଡ କ୍ୟାଶ ଇକ୍ବିଭାଲେଣ୍ଟ ରେ ଯିବ। ଆଉ ସେଥିପାଇଁ ଆମେ କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟ ପ୍ରିପେୟାର କରୁ କି ଆମ ହାତରେ କେତେ ପଇସା ଅଛି, ଆକ୍ଚୁଆଲି ଆମ ହାତରେ କେତେ ସାଙ୍ଗେ ସାଙ୍ଗେ କେତେ ଆମ ପାଖେ ଆଭେଲେବୁଲ ହେଇପାରିବ। ଓକେ, ସେଥିପାଇଁ ଆଟ ଦ ଏଣ୍ଡ ଅଫ୍ ଯେତେବେଳେ ଆମର ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ସବୁ ପ୍ରିପେୟାର ହୁଏ, ମାନେ ଟ୍ରେଡିଂ, ପ୍ରଫିଟ୍ ଆଣ୍ଡ ଲସ୍ ଆଉ ବାଲାନ୍ସ ସିଟ୍ ପ୍ରିପେୟାର କରାଯାଏ, ସେତେବେଳେ ଆମର କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟ ବି ଗୋଟେ ବନାଯାଏ। ଓକେ, ତ ଆମେ ଦେଖିଥିଲେ ଅବଜେକ୍ଟିଭ ତାର ସବୁ ପଢିଥିଲେ କେମିତି କ୍ୟାଶ ଫ୍ଲୋ କେତେ ଇନଫ୍ଲୋ ହଉଛି, କେତେ ଆଉଟଫ୍ଲୋ ହଉଛି, ପଜିଟିଭ ବାଲାନ୍ସ କେତେ ଅଛି, ନେଗେଟିଭ ବାଲାନ୍ସ କେତେ ଅଛି, କି ଆମେ ସେଥିରୁ ଆମର ମାନେ ଡିଫରେଣ୍ଟ ଟାଇପ ର ଡିସିସନ ମେକ୍ କରିପାରୁଥିଲେ କୋଉମାନେ ଆମର ଆମର ଯୋଉ ଟପ୍ ମ୍ୟାନେଜମେଣ୍ଟ ଅଛି। ଓକେ, ତ ଆମ ପାଖେ କେତେ ଆଭେଲେବୁଲ କ୍ୟାଶ ଅଛି, ସେଇ ଅନୁସାରେ ଆମେ ଓନରକୁ ଡିଭିଡେଣ୍ଡ କେତେ ଦେଇପାରିବା ସେ ପଲିସି ବି ଜାଣିପାରୁଥିଲେ। ଆମ ପାଖେ କେତେ କ୍ୟାଶ ଆଉ କେତେ କ୍ୟାଶ ଇକ୍ବିଭାଲେଣ୍ଟ ଆଭେଲେବୁଲ ଅଛି, କି ଆମେ ସେଇ କିଛି ସେଥିରୁ ଯଦି କିଛି ସରପ୍ଲସ ଆମାଉଣ୍ଟ ହଉଛି, ଆମେ କେମିତି ସେଥିରୁ ଆଉ କିଛି ଆମ ବିଜନେସ କୁ କେମିତି ଅଧିକ ଟିକେ ଅର୍ନ କରିବା ପାଇଁ ଡେଭିଏସନ ଯାହା ବି ଥିବ। ଓକେ, ଡେଭିଏସନ ଅଫ କ୍ୟାଶ ଆମେ ମାନେ କୋଉଠି ଅଧିକ ଇନଭେଷ୍ଟମେଣ୍ଟ କଲେ ଆମକୁ ଲାଭ ମିଳିବ, କି ଆମେ କୋଉଠି ବର କରୁଛି ତାକୁ ସୁଝିବା, ଏମିତି ଯଦି କ୍ୟାଶ ଆଭେଲେବୁଲ ଥିବ ଆମେ ବିଭିନ୍ନ ପ୍ରକାର ଡିସିସନ ନେଇପାରିବା। ଓକେ, ତାପରେ ଆମେ ପଢିଥିଲେ କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟରେ କ୍ୟାଶ ହଉଛି ଥ୍ରୀ ଟାଇପ ର, ଗୋଟେ ହେଲା ଅପରେଟିଂ ଆକ୍ଟିଭିଟି, ଆଉ ଗୋଟେ ଥିଲା ଇନଭେଷ୍ଟିଂ ଆକ୍ଟିଭିଟି, ଆଉ ଗୋଟେ ଥିଲା ଫାଇନାନ୍ସିଂ ଆକ୍ଟିଭିଟି। ଓକେ, ତ ଏଇଟା କଣ କହୁଛି ଦେଖ, ଅପରେଟିଂ ମିନ୍ସ ଆମ ଡେ ଟୁ ଡେ ଲାଇଫ, ଡେ ଟୁ ଡେ ବିଜନେସ ଲାଇଫ ରେ କଣ ହଉଥିବ, ଡେଲି ପରଚେଜ ହଉଥିବ, ସେଲ ହଉଥିବ, କିଛି ଏକ୍ସପେନ୍ସେସ୍ ମାନେ ଡେ ଟୁ ଡେ ବେସିସ ରେ ଚାଲିଥିବ। ଟୁ ରନ୍ ଦ ବିଜନେସ, ବିଜନେସ କୁ ରନ୍ କରିବା ପାଇଁ ଆମେ ଯୋଉ ସବୁ ଏକ୍ସପେନ୍ସେସ୍ ସବୁ କ୍ରିଏଟ ମାନେ କରୁଥିବା, ଯୋଉ ଏକ୍ସପେନ୍ସେସ୍ ବର୍ନ କରୁଥିବା, କି ଯାହା ବି ରିସିଭ କରୁଥିବା ରେଗୁଲାର ଫର୍ମ ରେ, ଦେଖ ଆମର ଆଜି ସେଲ ହଉଛି, କାଲି ବି ସେଲ, ସବୁଦିନ ସେଲ ହଉଛି, ସବୁଦିନ ରିସିଭ କରୁଛେ, ଆଉ କିଛି ନା କିଛି ଜିନିଷ ପରଚେଜ ହଉଛି, କିଛି କିଛି ଜିନିଷ ଏକ୍ସପେନ୍ସେସ୍ ବି ହଉଛି, ଯୋଉଟା ଡେ ଟୁ ଡେ ବେସିସ ରେ ଅପରେଟିଂ ଆକ୍ଟିଭିଟି, ମାନେ ଯାହା ବି ସବୁ ଅପରେସନ ହଉଛି, ଓକେ, ବିଜନେସ କୁ ରନ୍ କରିବା ପାଇଁ, ସେଇଟା ଆମର ଅପରେଟିଂ ଆକ୍ଟିଭିଟିଜ ରେ ପଳେଇ ଆସିବ। ଆମେ ଏଇଟା କାଲି ଭଲସେ ପଢିଥିଲେ। ତାପରେ ପଢିଥିଲେ ଅପରେଟିଂ ଆକ୍ଟିଭିଟିଜ ର ଯାହା ବି ସବୁ ଆମର ତାର ଅଛି କ୍ୟାରେକ୍ଟରିଷ୍ଟିକ, ସେ ସବୁ ପଢିଥିଲେ କୋଉ କୋଉ ସବୁ ଯିବ ଅପରେଟିଂ ଆକ୍ଟିଭିଟି ରେ। ତାପରେ ଆସିଲା ଇନଭେଷ୍ଟିଂ ଆକ୍ଟିଭିଟି। ଆଜି ଇନଭେଷ୍ଟିଂ ଆକ୍ଟିଭିଟି ଦେଖ, ଇନଭେଷ୍ଟମେଣ୍ଟ ଫାଷ୍ଟ ମାନେ ତମେ କଣ ବୁଝୁଛ, ଇନଭେଷ୍ଟମେଣ୍ଟ ମାନେ ଆମେ କିଛି ପଇସା ଇନଭେଷ୍ଟ କରିବା।
କି କିଏ ଆମ କମ୍ପାନୀ ଇନଭେଷ୍ଟ କରିବ। ଇନଭେଷ୍ଟମେଣ୍ଟସ ମନି ଇନଭେଷ୍ଟ କରିବା। ଓକେ। ତ ଯାହା ବି ସେ ରିଲେଟେଡ ମାନେ ମନି ରିଲେଟେଡ ଯାହା ବି ଲଙ୍ଗ ଟର୍ମ ହିସାବରେ ଯୋଉଟା ଆମର ଇନଭେଷ୍ଟ କରୁଥିବା କି ଫର୍ଦର ଆମ କମ୍ପାନୀ କିଏ ଇନଭେଷ୍ଟ କରୁଛି ତ ସେଇ ସବୁ ଇନଭେଷ୍ଟିଂ ଆକ୍ଟିଭିଟିରେ ପଳେଇ ଆସିବ। ଓକେ। ଦେଖ ଇନ ଆକାଉଣ୍ଟିଂ ଇନଭେଷ୍ଟିଂ ଆକ୍ଟିଭିଟି ରେଫର୍ସ ଟୁ ଦ ପରଚେଜ ଆଣ୍ଡ ସେଲ୍ ଅଫ ଲଙ୍ଗ ଟର୍ମ ଆସେଟ and other business investment within a specific reporting period। ଗୋଟେ ସ୍ପେସିଫିକ ରିପୋର୍ଟିଂ ପିରିୟଡ଼ ଥିବ ଯୋଉଥିରେ ଲଙ୍ଗ ଟର୍ମ ପାଇଁ ଏଟା ହେଲା। ଲଙ୍ଗ ଟର୍ମ ଆସେଟ ପାଇଁ ଆମେ ସେଲ୍ କରୁଛେ କି ପରଚେଜ କରୁଛେ। ଯଦି ଇନଭେଷ୍ଟମେଣ୍ଟ କରୁଛେ ତ କୋଉଠି ତାହେଲେ ପରଚେଜ କରୁଛେ, କୋଉ ଜାଗାରୁ କିଛି ସେୟାର ପରଚେଜ କରୁଛେ କି ଆମେ କିଛି କୋଉଠି ଇନଭେଷ୍ଟ କଲେ ମାନେ ପଇସା ଲଗେଇଲେ ସିଏ ଆମଠୁ ବର ନେଲେ, ବର କରିକି ନେଲେ ମାନେ କଣ ଋଣ କରିକି ନେଲେ ସେ କମ୍ପାନୀ, ତ ସେଇଟା କଣ ପରଚେଜ ଟାଇପ ର ହେଇଗଲା। ଇନଭେଷ୍ଟମେଣ୍ଟ କଲେ କି କୋଉଠି ଆମେ ଲଙ୍ଗ ଟର୍ମ ସେଲ୍ କଲେ କିଛି। ଓକେ। ସେଲ୍ କଲେ ତ ଲଙ୍ଗ ଟର୍ମ ଆସେଟ କିଛି ସେଲ୍ କଲେ ସେମିତିରେ ବି ଇନଭେଷ୍ଟିଂ ଆକ୍ଟିଭିଟି ପଳେଇ ଆସିବ। କି ଆମେ ଗୋଟେ କଣ କଲେ ଗୋଟେ ଗୋଟେ ବିଲ୍ଡିଂ ମନେକର ଆମେ ଆମର ବିଜନେସ ର ଅଫିସ କରିବା ପାଇଁ ଗୋଟେ ବିଲ୍ଡିଂ କିଣିଲେ ତ ଏଇଟା କଣ ଲଙ୍ଗ ଟର୍ମ ପର୍ପଜ ରେ କିଣିଛେ ତ ଏଇଟା ଇନଭେଷ୍ଟିଂ ଆକ୍ଟିଭିଟି ହେଇଯିବ। ଓକେ। ତ ମିନ୍ସ ଗୋଟେ ଲଙ୍ଗ ଟର୍ମ ଆସେଟ କୁ ଆକ୍ୱାର କରିବା ପାଇଁ କି ସେଲ୍ କରିବା ପାଇଁ ଆମେ ଯଦି କିଛି ପଇସା ଇନଭେଷ୍ଟ କରିଥିବା କି କୋଉଠି ଅଲଗା ଜାଗାରେ ସେୟାର ଡିବେଞ୍ଚର କିଣିଛେ କି ଆମ ଆମ କମ୍ପାନୀ କିଏ ସେମିତି କିଣିଛି ତ ସେସବୁ ଇନଭେଷ୍ଟିଂ ଆକ୍ଟିଭିଟିରେ ପଳେଇ ଆସିବ। ଯାହା ବି ଆମେ ଯୋଉ ଲୋନ ଫୋନ କରୁଛେ ସେ ସବୁ ଆଉ। ତାପରେ ଆସିଲା investing activity are in fact one of the main categories of cash activities that your business should be reporting on its cash flow statement। ଏଇଟା କଣ ହଉଛି, ଏଇଟା ଗୋଟେ ହଉଛି ଗୋଟେ ଏଇଟା ଏଇଟା ୱାନ୍ ଟାଇପ ଅଫ ମାନେ ଗୋଟେ ଇମ୍ପୋର୍ଟାଣ୍ଟ କ୍ୟାଶ ଫ୍ଲୋ। ଓକେ। ଯୋଉଟା କି ବିଜନେସ ରେ ଏଟା ରହିବ ହିଁ ରହିବ। ଯେମିତି ଅପରେଟିଂ ଆକ୍ଟିଭିଟି ସବୁ ରହିବ ସେମିତି ଇନଭେଷ୍ଟିଂ ଆକ୍ଟିଭିଟି ହିଁ ରହିବ। ଓକେ। ଯୋଉଟା କି ଆମର ଆମ କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟରେ ଆମେ ଶୋ କରିବାକୁ ହିଁ ପଡିବ। ତାପରେ ଏକ୍ସାମ୍ପଲ କଣ କହିପାରିବ, ସେଲ ପରଚେଜ ଅଫ ଫିକ୍ସ ଆସେଟ। ମନେକର ଆମେ ଫିକ୍ସ ଆସେଟ ପରଚେଜ କଲେ କି ସେଲ କଲେ ସେଟାର ଡେ ଟୁ ଡେ ଅପରିଂ ହଉଥିବ ନା। ଯୋଉଟା ଆମେ ବିଜନେସ ଯାହା ମାନୁଫାକ୍ଚର ହଉଛି କି ଆମେ ଯୋଉଟା ପରଚେଜ କରି ସେଲ କିଣୁଛେ ସେଇଟା ଡେ ଟୁ ଡେ ବେସିସ ରେ ପରଚେଜ ହଉଛି କି ସେଲ ହଉଛି। କିନ୍ତୁ ଆମର ଗୋଟେ ଫିକ୍ସ ଆସେଟ ଆମେ ସେଲ କରୁଛେ ଯଦି ପରଚେଜ କରୁଛେ ଆମେ ଜାଣିଛେ ଯେ ତାକୁ ଗୋଟେ ତମେ ଯାହା ବି ପରଚେଜ କରୁଛେ ଜାଣିଛେ ଆମେ ତାକୁ ଗୋଟେ ଫିକ୍ସ ମାନେ ଗୋଟେ ବହୁତ ଦିନ ପର୍ଯ୍ୟନ୍ତ ଆମେ ସେ ଆସେଟ ଟାକୁ ୟୁଜ କରିବା। ଥୋଡି ନା ସାଙ୍ଗେ ସାଙ୍ଗେ ୟୁଜ କଲେ ସାଙ୍ଗେ ସାଙ୍ଗେ ପରଚେଜ କଲେ ତାପରେ ବିକ୍ରି କରିଦବା। ଓକେ। ତ ଏଇଟା ଗୋଟେ ଲଙ୍ଗ ଟର୍ମ ଆକ୍ଟିଭିଟିରେ ଯିବ। ଲଙ୍ଗ ଟର୍ମ ଆକ୍ଟିଭିଟି ପାଇଁ ଯୋଉ ସବୁ ପରଚେଜ କି ସେଲ ହେଇଥିବ ସେଇଟା ଆମର ଇନଭେଷ୍ଟିଂ ଆକ୍ଟିଭିଟିରେ ଆସିବ ମନେ ରଖିଥିବ। ତାପରେ ସେଲ କରୁଛେ କିଛି ଫିକ୍ସ ଆସେଟ କୁ ସେଲ କରୁଛେ ତ ଯଦି ଆମର ୟୁଜ ଆଉ ହଉନି ସେଇଟା ଆମେ ତାକୁ ସେଲ କରିଦବା। ସେଇଟା ଡେ ଟୁ ଡେ ବେସିସରେ ହଉନି। ଯେତେବେଳେ ଆମେ ରେକରିଂ ନେଚର ହେଇଥିବ ମାନେ କିଣା ହଉଛି କିଣା ଚାଲିଛି ବିକ୍ରି ଚାଲିଛି, କିଣା ଚାଲିଛି ବିକ୍ରି ଚାଲିଛି, ସେତେବେଳେ ଆମେ ଜାଣିବା କି ସେଇଟା ଅପରେଟିଂ। କିନ୍ତୁ ଆମେ ଜାଣିଛେ ଆମ ପର୍ପଜ ନୁହଁ କି ଆମେ ତାକୁ ପରଚେଜ କରିକି ସେଲ କରିବା। ସେତେବେଳେ ଏଇଟା ଇନଭେଷ୍ଟିଂ ଆକ୍ଟିଭିଟି ପଳେଇ ଆସିବ। ଯୋଉ ବିଲ୍ଡିଂ ତମେ କିଣିଥିବ ତମେ ସେଇଟା ୟୁଜ ହଉନି ତ ତାକୁ ବିକ୍ରି କରିଦବ। ସେଇଟା ଇନଭେଷ୍ଟିଂ ଆକ୍ଟିଭିଟି ପଳେଇ ଆସିବ। ତାପରେ ଆସିଲା ସେଲ ଆଉ ପରଚେଜ ଅଫ ଇନଭେଷ୍ଟମେଣ୍ଟ। ସେଲ ଆଣ୍ଡ ପରଚେଜ ଅଫ ଇନଭେଷ୍ଟମେଣ୍ଟ କଣ କହୁଛି, ଯଦି ଆମେ କୋଉଠି କମ୍ପାନୀ ଗୋଟେ ଇନଭେଷ୍ଟମେଣ୍ଟ ପରଚେଜ କରୁଛେ କି ଆମ ଇନଭେଷ୍ଟମେଣ୍ଟ ଟାକୁ ସେଲ କରିଦେଲେ ସେ ସବୁ ବି ଇନଭେଷ୍ଟିଂ ଆକ୍ଟିଭିଟିରେ ପଳେଇ ଆସିବ। Okay। ତାପରେ ଆସିଲା ଇନଭେଷ୍ଟିଂ ଆକ୍ଟିଭିଟି। ଏଇଟା କଣ କହୁଛି ଦେଖ ତାର କିଛି ତାର ଫିଚର ସବୁ ଦେଖିବା। Cash payments made for the acquisition for fixed asset including those which are intangible in nature। ଯୋଉଟା intangible nature ମାନେ ଯୋଉ ଆମର ଅଛି patent copyright ସେ ସବୁ ବି ତ ଏସବୁ କଣ ହୁଏ ଯଦି ଆମେ କିଛି ସେ ସବୁ ଆକ୍ୱିଜିସନ କରୁଛେ ମାନେ ଫିକ୍ସ ଆସେଟ କିଛି ଆକ୍ୱିଜିସନ କରୁଛେ ସେଇଟା ଇନଭେଷ୍ଟିଂ ଆକ୍ଟିଭିଟିରେ ପଳେଇ ଆସିବ। Further cash payment made in connection with the capitalized research and development cost and self constructed fixed asset are also considered as cash flow arising from investing activity। ଯଦି ଆମେ ଲଙ୍ଗ ଟର୍ମ ପାଇଁ କିଛି ଗୋଟେ କ୍ୟାପିଟାଲାଇଜ ମାନେ ମିନ୍ସ କଣ ନନ୍ ରିକରିଂ ମିନ୍ସ ତାକୁ ଆମେ କିଛି ଜିନିଷ ଲଙ୍ଗ ଟର୍ମ ପାଇଁ ତାକୁ ଇନଭେଷ୍ଟମେଣ୍ଟ କରୁଛେ ତ ସେଇଟା ବି ଇନଭେଷ୍ଟିଂ ଆକ୍ଟିଭିଟିରେ ଆସିବ। ଆଉ ସେଲ୍ଫ କନଷ୍ଟ୍ରକ୍ଟ ଆମେ କିଛି ଆସେଟକୁ ସେଲ୍ଫ କନଷ୍ଟ୍ରକ୍ଟେଡ କରୁଛେ ମିନ୍ସ ଆମେ ଯଦି ଆମେ ଗୋଟେ ବିଲ୍ଡିଂ ନିଜେ ତିଆରି କରିବା ନିଜେ ତିଆରି କରିକି ଆମ ବିଜନେସରେ ଲଗେଇବା। ଓକେ। ଆମେ ଗୋଟେ ଅଫିସ ବିଲ୍ଡିଂ ତିଆରି କରିବାକୁ ଚାହୁଁଛେ ଆଉ ନିଜେ ପଇସା ଖର୍ଚ୍ଚ କରିକି ଅଫିସ ବିଲ୍ଡିଂ କ୍ରିଏଟ କରୁଛେ। ଓକେ। ତ ସେଇ ଖର୍ଚ୍ଚ ବି ଇନଭେଷ୍ଟିଂ ଆକ୍ଟିଭିଟିରେ ପଳେଇ ଆସିବ ସେଇଟା କହୁଛି। Cash proceeds received from disposal of fixed asset including those which are intangible in nature। କଣ କହୁଛି
जोरा इंटेंजिबल नेचर हो कि टेंजिबल कि इंटेंजिबल जहाँ भी हो जब हम ताको सेल करछे डिस्पोजल मीन सेल सेल कि ताको नष्ट हो जिबा जहाँ भी करछे तो से टाइम रे जहाँ भी हम रिसीव करबा सेटा भी इन्वेस्टिंग एक्टिविटी रे पळै आसीबो बिकॉज एटा नॉन रिकरिंग नेचर डे टू डे बेसिस रे होनी cash paid for the purchase of shares, debenture, warrants, and other such instrument of other companies and interest in joint venture ଏସବୁ ବି ଆମର କଣ ଯିବ ଇନଭେଷ୍ଟିଂ ଆକ୍ଟିଭିଟିରେ ଯିବ ଓକେ ସେୟାର ପରଚେଜ କରୁଛେ ମାନେ ଲଙ୍ଗ ଟର୍ମ ପାଇଁ ପରଚେଜ କରୁଛେ ତାପରେ ଆସିଲା ହାଉଏଭର କ୍ୟାଶ ପେମେଣ୍ଟ ଫର ଦ ପର୍ପୋଜ ଅଫ ଇନଷ୍ଟ୍ରୁମେଣ୍ଟ ହୁଇଚ୍ ଆର କ୍ୟାଶ ଆଣ୍ଡ କ୍ୟାଶ ଇକ୍विवेलेंट ହେଲ୍ଡ ଫର ଟ୍ରେଡିଂ ପର୍ପୋଜ ଆର୍ ଏକ୍ସକ୍ଲୁଡେड ଦେଖ ମାର୍କେଟେବଲ ସିକ୍ୟୁରିଟି କିଛି ଅଛି ଯୋଉଟା କି ସାଙ୍ଗେ ସାଙ୍ଗେ କ୍ୟାଶ ରେ କନଭର୍ଟ ହେଇପାରିବ କି ଟ୍ରେଡିଂ ପର୍ପୋଜରେ ଆମେ କରୁଛେ ବିକ୍ରି ଆମର ଟ୍ରେଡିଂ ପର୍ପୋଜ ହଉଛି କି କିଣିବା ବିକିବା କିଣିବା ବିକ୍ରି କରିବା ତ ସେ କେସରେ କଣ ହେଇଯିବ, ସେଟାକୁ ଅପରେଟିଂ ଏକ୍ସପେନ୍ସେସ ରେ ପଳେଇ ଆସିବ ଓକେ ଯୋଉଟା କି ନନ୍ ରେକରିଂ ନେଚର ସେଇଟା ଆମର ଇନଭେଷ୍ଟିଂ ରେ ଆସିବ ନନ୍ ରେକରିଂ ମାନେ ସବୁବେଳେ ହଉନଥିବ ଡେ ଟୁ ଡେ ବେସିସ ରେ ହଉନଥିବ ଓକେ ତାପରେ ଆସିଲା କ୍ୟାଶ ରିସିଭ from the sale of shares, debenture, warrants, and other such instrument of other company and interest in joint venture ଏଇଟା ସେମିତି କହୁଛି ଆମେ ଯଦି କିଛି ଏଇଟା ଫାଷ୍ଟ କଲେ ତା ଉପରେ ପଡିଥିଲେ ଯଦି କିଛି ପରଚେଜ କରୁଛେ ଆଉ ଏଠି କଣ ହଉଛି କିଛି ସେଲ କରୁଛେ ସେଲ କରିକି ଆମେ ପଇସା ରିସିଭ କରୁଛେ ତ ସେଇ କେସରେ ବି ତାକୁ ଇନଭେଷ୍ଟିଂ ଆକ୍ଟିଭିଟି କୁହାଯିବ ଆଉ ତାର ଏକ୍ସେସନ ଦିଟା ଅଛି ଯାହାକି କ୍ୟାଶ ଅନ୍ କ୍ୟାଶ ଇକ୍ୱିଭାଲେଣ୍ଟ ଯୋଉଟା କି ଆମର ମାର୍କେଟେବଲ ସିକ୍ୟୁରିଟି ଯୋଉଟା ଆମର ସାଙ୍ଗେ ସାଙ୍ଗେ କ୍ୟାଶ ରେ କନଭର୍ଟ ହେଇପାରୁଥିବ ଓକେ ସେ କେସରେ କଣ କରିବା ସେଇ କେସରେ ଆମେ ତାକୁ ଅପରେଟିଂ ଆକ୍ଟିଭିଟି ନବା ଇନଭେଷ୍ଟିଂ ଆକ୍ଟିଭିଟି ଯିବନି ଯଦି ବି ସେୟାର ସେଲ ଅଫ ସେୟାର ହଉ କି ଡିବେଞ୍ଚର ଯାହା ବି ହଉଛି ହଉଥାଉ ସେ କେସରେ ଆମେ କଣ କରିବା ଅପରେଟିଂ ଆକ୍ଟିଭିଟି ଯିବ ଆଉ ଯୋଉଟା ଟ୍ରେଡିଂ ପର୍ପୋଜ ଯୋଉ ବିଜନେସ ର ଯୋଉ କମ୍ପାନୀର ମେନ୍ ପର୍ପୋଜ ହଉଛି କି କିଣା ବିକ୍ରି କିଣିବ ବିକ୍ରି କରିବ ତ ତା ପାଇଁ କଣ ହବ ଅପରେଟିଂ ଆକ୍ଟିଭିଟି ହେଇଯିବ କାରଣ ଏଟା ତା ବିଜନେସ କୁ ରନ୍ କରିବା ପାଇଁ ତାକୁ ସେଟା କରିବାକୁ ପଡିବ କିନ୍ତୁ ଇନଭେଷ୍ଟିଂ ଆକ୍ଟିଭିଟି କଣ କହୁଛି ଯୋଉଟା ମେନ୍ ପର୍ପୋଜ ହେଇନଥିବ ବଟ୍ ଗୋଟେ ନନ୍ ରେକରିଂ କେବେ କେବେ ଆମକୁ ଏଟା କରିବାକୁ ପଡେ ଓକେ ତ ଏଟାକୁ ଇନଭେଷ୍ଟିଂ ଆକ୍ଟିଭିଟିରେ ପଳେଇ ଆସିବ ତାପରେ ଲାଷ୍ଟ ୱାନ୍ ଇଜ योर फाइनेंसिंग एक्टिविटी ना आउरी କିଛି ଅଛି ଏଟା ପଢିଦବା ଅଛି କ୍ୟାଶ ଲୋନ ହଁ ଏଇଟା ଆହୁରି କିଛି ଅଛି ଫିଚର ତାର କହିଦଉଛି କ୍ୟାଶ ଲୋନ୍ସ ଆଣ୍ଡ ଆଡଭାନ୍ସେସ୍ ଏକ୍ସଟେଣ୍ଡେଡ ଟୁ ଥାର୍ଡ ପାର୍ଟିଜ ଅଦର ଦେନ୍ କ୍ୟାଶ ଲୋନ୍ସ ଆଣ୍ଡ ଆଡଭାନ୍ସେସ୍ ଏକ୍ସଟେଣ୍ଡେଡ ବାଇ ଫାଇନାନ୍ସିଆଲ କମ୍ପାନୀ ଏଟା କହୁଛି ଯଦି କିଛି ଆମେ କାହାକୁ ଥାର୍ଡ ପାର୍ଟି କି ଲୋନ ଦେଇଛେ କି ଲୋନ କାର୍ଡ ଲୋନ ଦେଇଛେ କି ଲୋନ କାର୍ଡ ଆଣିଛେ ସେଇ କେସରେ ବି କଣ ହବ ଏଇଟା ଇନଭେଷ୍ଟିଂ ଆକ୍ଟିଭିଟି ପଳେଇ ଆସିବ ଆଉ ଯଦି ସେଇଟା ଲିକ୍ୱିଡିଟି ମାନେ ସେଇଟା ସାଙ୍ଗେ ସାଙ୍ଗେ କ୍ୟାଶ ରେ କନଭର୍ଟ ହେଇପାରିବ ଅପରେଟିଂ କି ପଳେଇବ ଆଉ ଯଦି ଲଙ୍ଗ ଟର୍ମ ପାଇଁ ରହିବ ଇନଭେଷ୍ଟିଂ ଆକ୍ଟିଭିଟି ରହିବ ଓକେ ତାପରେ ଆସିଲା କ୍ୟାଶ ରିସିପ୍ଟ as the repayment of loans and advances extended to the third party ଏଟା କ୍ୟାଶ ଯେମିତି ଏଠି ପେ କରୁଥିଲେ ଏଠି ସେମିତି ରିସିଭ ହେଇଛି ଓକେ ଯାହା ଉପରେ ଥିଲା ପେ କରୁଥିଲେ ଏଠି ରିସିଭ କରୁଛେ ସେ କେସରେ ବି ଯଦି କ୍ୟାଶ ରେ କନଭର୍ଟ ହେଇପାରୁଥିବ ସାଙ୍ଗେ ସାଙ୍ଗେ ସେଇଟା କଣ କରିବା ଅପରେଟିଂ ରେ ନବା ଆଉ ଯଦି ଲଙ୍ଗ ଟର୍ମ ପାଇଁ ଥିବ ଆମେ ଇନଭେଷ୍ଟମେଣ୍ଟ ରେ ନବା ଓକେ ତାପରେ ଆସିଲା କ୍ୟାଶ ପେଡ୍ ଫର ଦ କଣ୍ଟ୍ରାକ୍ଟ ରିଲେଟିଂ ଟୁ futures, forwards, options, and swaps, except when such contracts are held for trading purpose or transaction is categorized as finance activity, etc. ଏଇଟା ଯେମିତି କହୁଛି କି ଯଦି କିଛି ଫ୍ୟୁଚର ଆଉ ଫରୱାର୍ଡ ଅପସନ ଥିବ ଓକେ ମାନେ ଏଇଟା ଲଙ୍ଗ ଟର୍ମ ପାଇଁ ତ ସେ କେସରେ ବି ଆମେ କ୍ୟାଶ ଯଦି କିଛି ପେମେଣ୍ଟ କରାହେଇଛି ଆମେ ତାକୁ ଫାଇନାନ୍ସ ଯୋଉ ଇନଭେଷ୍ଟିଂ ଆକ୍ଟିଭିଟି ନବା କାରଣ ଏଇଟା ଲଙ୍ଗ ଟର୍ମ ପାଇଁ ହେଇଛି ସେମିତି ସର୍ଟ ଟର୍ମ ପାଇଁ ହେଇଥିଲେ ମାନେ ଯଦି ଆମେ ସାଙ୍ଗେ ସାଙ୍ଗେ ଲିକ୍ୱିଡ ରେ କନଭର୍ଟ କରିହବ ଲିକ୍ୱିଡ ମିନ୍ସ ଇନଟୁ କ୍ୟାଶ କ୍ୟାଶ ଯଦି କନଭର୍ଟ ଆମେ ସାଙ୍ଗେ ସାଙ୍ଗେ କରିପାରିବା ସେ ପଇସାଟା ପାଇଁ ସେ ପଇସାଟାକୁ ଅପରେଟିଂ ରେ ଯିବ ଅଦରୱାଇଜ ଲଙ୍ଗ ଟର୍ମ ହେଲେ ଇନଭେଷ୍ଟିଂ ରେ ଯିବ ତାପରେ ଆସିଲା କ୍ୟାଶ ରିସିପ୍ଟ ଫର ଦ କଣ୍ଟ୍ରାକ୍ଟ ରିଲେଟିଂ ଟୁ ଫ୍ୟୁଚର ଫରୱାର୍ଡ ଅପସନ ସେଟା ପେଡ୍ କରୁଥିଲେ କ୍ୟାଶ କୁ ପେମେଣ୍ଟ କରୁଥିଲେ ଯେମିତି କ୍ୟାଶ କୁ ରିସିଭ କରିବା ଓକେ ତ ନେକ୍ସଟ ଆସିଲା ଆମର ଫାଇନାନ୍ସିଂ ଆକ୍ଟିଭିଟିଜ ଫାଇନାନ୍ସିଂ ଆକ୍ଟିଭିଟିଜ କଣ କହୁଛି ଫାଇନାନ୍ସିଂ ଆକ୍ଟିଭିଟିଜ ଆର୍ ट्रांजैक्शन that include owners equity long term liability and changes in short term loans ଦେଖ ଆମେ ଯଦି ଲଙ୍ଗ ଟର୍ମ ଲୋନ୍ସ ହଉଛି ଲଙ୍ଗ ଟର୍ମ ଲାଇବିଲିଟି ହଉଛି
କି ସର୍ଟ ଟର୍ମ ଲୋନ୍ସ ହଉଛି ସେଥିରେ ଆମେ କଣ କରିବା ଫାଇନାନ୍ସ ଆକ୍ଟିଭିଟି ଆମେ ଜାଣିବା ଫାଇନାନ୍ସ ରିଲେଟେଡ ହଉଛି। ଓକେ। ଓନର୍ସ ଇକ୍ୱିଟି ବି ଆମର ଫାଇନାନ୍ସିଂ ଆକ୍ଟିଭିଟି ଆସିଯିବ। ତାପରେ ଆସିଲା ଫାଇନାନ୍ସିଂ ଆକ୍ଟିଭିଟି ଇନକ୍ଲୁଡ ଦ ମୁଭମେଣ୍ଟ ଅଫ କ୍ୟାଶ ଆଣ୍ଡ କ୍ୟାଶ ଇକ୍विवेलेंट among the organization and source of cash। ଯାହା ବି ସୋର୍ସ ଅଫ କ୍ୟାଶ ଆଉ କ୍ୟାଶ ଇକ୍विवेଲେंट ର ଯାହା ବି ସୋର୍ସ ଅଫ କ୍ୟାଶ ଅଛି ସେଇଟା ମୁଭମେଣ୍ଟ ହଉଥିବ କୋଉଠି ନା ଫାଇନାନ୍ସିଂ ଆକ୍ଟିଭିଟି। ଲାଇକ ଦେଖ ଆମେ କିଛି ଡିବେଞ୍ଚର ଇସ୍ୟୁ କରୁଛେ, ଓକେ, କି ଲୋନ ପେମେଣ୍ଟ କରୁଛେ, ତ ଏଇଟା ଆମର ଫାଇନାନ୍ସିଂ ଆକ୍ଟିଭିଟିରେ ପଳେଇ ଆସିବ। ତାପରେ ଆସିଲା ଫାଇନାନ୍ସିଂ ଆକ୍ଟିଭିଟିର କିଛି ଅଛି କ୍ୟାଶ ପ୍ରୋସିଡ୍ସ ଅଫ ସେୟାର ଇସ୍ୟୁ ଆଣ୍ଡ ଅଦର ସଚ୍ ଇନଷ୍ଟ୍ରୁମେଣ୍ଟ। ଆମେ ଯାହା ବି ସେୟାର ଇସ୍ୟୁ କରୁଛେ ସେ କେସରେ ବି ଏଇଟା ଆମର ଫାଇନାନ୍ସିଂ ଆକ୍ଟିଭିଟିରେ ପଳେଇ ଆସିବ। ଓକେ। କି ଡିବେଞ୍ଚର କିଛି ଇସ୍ୟୁ କରୁଛେ, ତ ସେକେଣ୍ଡ ଥିଲା କ୍ୟାଶ ପ୍ରୋସିଡ ଅଫ ଡିବେଞ୍ଚର ଇସ୍ୟୁ ଆଣ୍ଡ ଅଦର ଡେଟ୍ ଲାଇକ ବଣ୍ଡସ୍ ଲୋନ୍ସ ନୋଟ୍ସ। ନୋଟ୍ସ ମାନେ ଯୋଉ ଇନଷ୍ଟ୍ରୁମେଣ୍ଟ ଆମର ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ସବୁ ଅଛି, ପ୍ରମିଜରି ନୋଟ, ବିଲ୍ସ ଅଫ ଏକ୍ସଚେଞ୍ଜେସ ସେ ସବୁ, ଆଣ୍ଡ ଅଦର ବୋରୋଇଂ ବୋଥ ସର୍ଟ ଟର୍ମ ଆଣ୍ଡ ଲଙ୍ଗ ଟର୍ମ, ଏସବୁ ଆମର ଫାଇନାନ୍ସିଂ ଆକ୍ଟିଭିଟିରେ ଆସିବ। ଆଣ୍ଡ ରିପେମେଣ୍ଟ ଅଫ ଦ ବୋରୋଡ ଫଣ୍ଡ ଇନ କ୍ୟାଶ। ଯାହା ବି ଆମେ ପଇସା ଲୋନ ଆମେ ଯାହା ବି କରିଛେ, ବୋରୋଡ କ୍ୟାପିଟାଲ ଆମର ଯାହା ବି ଅଛି ସେଇଟାକୁ ଆମେ ଯଦି ରିପେମେଣ୍ଟ କରିବା ସେଇଟା ବି ଆମର ଫାଇନାନ୍ସିଂ ଆକ୍ଟିଭିଟି। ମାନେ ଫାଇନାନ୍ସିଂ ଆକ୍ଟିଭିଟି ମିନ୍ସ ଯୋଉଥିରେ ଆମର ଫାଇନାନ୍ସ ରିଲେଟେଡ ଯାହା ବି ଥିବ ସେଇଟା। ଓକେ। ତାପରେ ଦେଖ ଗୋଟେ ଏକ୍ସାମ୍ପଲ ଦେଇଛି। ଫାର୍ଷ୍ଟ ଆସିଲା କ୍ୟାଶ ଫ୍ଲୋ ଫ୍ରମ ଅପରେଟିଂ ଆକ୍ଟିଭିଟି। ଆମେ କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟ ଯେତେବେଳେ ପ୍ରିପେୟାର କରିବା ଏଇ ଫର୍ମାଟରେ ପ୍ରିପେୟାର କରିବା ପର୍ଟିକୁଲାର୍ସ ଆମାଉଣ୍ଟରେ। ଫାର୍ଷ୍ଟ ଷ୍ଟାର୍ଟ କରିବା କ୍ୟାଶ ଅପରେଟିଂ ଆକ୍ଟିଭିଟି, ସେକେଣ୍ଡରେ ଇନଭେଷ୍ଟିଂ ଆକ୍ଟିଭିଟି, ଥାର୍ଡରେ ଫାଇନାନ୍ସିଂ ଆକ୍ଟିଭିଟି। ତ ଦେଖ ଏଇରେ ଆସିଲା କ୍ୟାଶ ଫ୍ଲୋ ଫ୍ରମ ଅପରେଟିଂ ଆକ୍ଟିଭିଟି। ଏଠି କଣ କହୁଛି ତାର ଯେତିକି ଆଇଟମ ସବୁ ଦେଇଦେଇଛି, ଆମେ ଦେଖିବା ଅପରେଟିଂ ଆକ୍ଟିଭିଟି ଆମେ କଣ ଦେଖିଥିଲେ ଡେ ଟୁ ଡେ ବେସିସ ରେ ଯାହା ବି ବିଜନେସ ଏକ୍ସପେନ୍ସେସ୍ ହଉଛି ଆମେ ଅପରେଟିଂ ଆକ୍ଟିଭିଟି ତାକୁ ନଉଥିଲେ। ଫାର୍ଷ୍ଟ ଆସିଲା କ୍ୟାଶ ରିସିଭ ଫ୍ରମ କଷ୍ଟମର। କଷ୍ଟମରଠୁ ରିସିଭ ହେଇଛି ମାନେ ଏଇଟା ମାନେ ସବୁବେଳେ କଷ୍ଟମରଠୁ ରିସିଭ ହଉଥିବ। ତ ଏଇଟା କଣ ହେଲା ଅପରେଟିଂ ଆକ୍ଟିଭିଟି ଗଲା। ଯେତିକି କ୍ୟାଶ ରିସିଭ ହେଇଛି ଆମେ ଏଇଠି ପକେଇଦବା। ତାପରେ କ୍ୟାଶ ପେ ଟୁ ଏମ୍ପ୍ଲୟି ଆଣ୍ଡ ସପ୍ଲାୟର। କିଛି ପେମେଣ୍ଟ ହେଇଛି ଏମ୍ପ୍ଲୟି ମାନଙ୍କୁ, ଏମ୍ପ୍ଲୟି ପେମେଣ୍ଟ ହେଇଛି ମାନେ ସବୁ ମାସରେ ଦିଆ ହଉଥିବ, ତ ଡେ ଟୁ ଡେ ବେସିସ ରେ ଦିଆ ହଉଛି। ଓକେ। ତ କ୍ୟାଶ ଯେତେବେଳେ ଦଉଛେ ଏମ୍ପ୍ଲୟି ଦଉଛେ, ଆମେ କ୍ୟାଶ ଆମ ପାଖକୁ ଯାଉଛି। ଇନଫ୍ଲୋ ହେଲେ ଆଡ କରିବ, ଆଉଟଫ୍ଲୋ ହେଲେ ଲେସ୍ କରିବ। ଇନଫ୍ଲୋ ମିନ୍ସ ରିସିଭ କରିବା, ଆଉଟଫ୍ଲୋ ମିନ୍ସ ପେମେଣ୍ଟ କରିବା। ଏଠି ରିସିଭ ହେଇଛି ଆମେ ଆଡ କରୁଛେ, ଏଠି କ୍ୟାଶ ପେମେଣ୍ଟ କରାଯାଇଛି ଏମ୍ପ୍ଲୟି ଆଉ ସପ୍ଲାୟର ମାନଙ୍କୁ, ଆମେ ବ୍ରାକେଟ ରଖିଛେ ମାନେ ଲେସ୍ କରିବା ପାଇଁ। ଓକେ। ତ ଲେଖା ହେଇଛି କ୍ୟାଶ ଜେନେରେଟେଡ ଫ୍ରମ ଅପରେଟିଂ ଆକ୍ଟିଭିଟି। ଯଦି ଅପରେଟିଂ ଆକ୍ଟିଭିଟି ବେଳେ ଆମର କିଛି କ୍ୟାଶ ଜେନେରେଟ ହେଇଛି ମାନେ କ୍ୟାଶ ରିସିଭ ହେଇଛି ସେଟା ବି ସେଇ ଆଡ ହବ। ଦେଖ ଆଡ ଫର୍ମାଟରେ ଅଛି। ତାପରେ ଡିଭିଡେଣ୍ଡ ରିସିଭ, ଯଦି ଆମେ କିଛି ଡିଭିଡେଣ୍ଡ ରିସିଭ କରୁଛେ ମାନେ କଣ କ୍ୟାଶ ରିସିଭ କରୁଥିବା। କ୍ୟାଶ ମିନ୍ସ ବ୍ୟାଙ୍କରେ ରିସିଭ ହଉ କି ଯୋଉଥିରେ ହଉ, କ୍ୟାଶ ବ୍ୟାଙ୍କ ହଉ, କ୍ୟାଶ ମିନ୍ସ କ୍ୟାଶ ଇନ ହ୍ୟାଣ୍ଡ, କ୍ୟାଶ ଆଟ୍ ବ୍ୟାଙ୍କ। ବ୍ୟାଙ୍କରେ ଥାଉ ନିଜ ହାତରେ ଥାଉ ତାକୁ ଆମେ କ୍ୟାଶ ହିଁ କନସିଡର କରିବା। ତ ଡିଭିଡେଣ୍ଡ କିଛି ରିସିଭ କରୁଛେ ତ ସେଇଟା ବି ଡିଭିଡେଣ୍ଡ ବି ଯେତିକି ଆମାଉଣ୍ଟ ପକେଇଦବ। ତାପରେ ଇଣ୍ଟରେଷ୍ଟ ରିସିଭ, କିଛି ଇଣ୍ଟରେଷ୍ଟ ରିସିଭ କରୁଛେ ତ ସେଇଟା ବି ଡେଟ୍ ବେସିସରେ ହବ, ଆମେ ଆଡ କରିଦବା। ତାପରେ ଇଣ୍ଟରେଷ୍ଟ କିଛି ପେମେଣ୍ଟ କରୁଛେ ସେଇଟା ବି ଇଣ୍ଟରେଷ୍ଟ ପେମେଣ୍ଟ ହେଇଛି ରିସିଭ କଲେ ଆଡ କରିବ, ପେମେଣ୍ଟ ହେଲା ବେଳେ ଲେସ୍ କରିବ। ତ ଲେସ୍ ହେଇଛି। ତାପରେ ଟ୍ୟାକ୍ସ ପେଡ୍, ଟ୍ୟାକ୍ସ କିଛି ପେମେଣ୍ଟ କରୁଛେ ସେଇଟା ବି ଲେସ୍ କରିବା। ଓକେ। ତାପରେ ଆସିଲା ଟୋଟାଲ ଆମ ଅପରେଟିଂ ଆକ୍ଟିଭିଟିରୁ କେତେ ଟଙ୍କା ଆମର ଆସୁଛି ଜାଣିପାରିବା। ଟୋଟାଲ ଯେତିକି ଆମର ଆଡ କରୁଛେ ଆଉ ଲେସ୍ କରିକି ନେଟ୍ ଟା ବାହାର କରିଦବା। ତ ନେଟ୍ କ୍ୟାଶ ଫ୍ଲୋ ଫ୍ରମ ଅପରେଟିଂ ଆକ୍ଟିଭିଟି ଯେତିକି ହବ ଟୋଟାଲକୁ ଆମେ ଆଡ କରିଦବା, ଯୋଉଟା ଲେସ୍ ହବା କଥା ଲେସ୍ କରିଦବା। ଟୋଟାଲ ଆମର ଯେତିକି ବାହାରିବ ସେଟା ଆମେ ଲେଖିବା। ବେଳେ ବେଳେ କଣ ହୁଏ ମାଇନସ ରେ ବି କିଛି ଜିନିଷ ଆସେ, ମାନେ ଆମର ନେଟ୍ କ୍ୟାଶ ଟା ମାଇନସ ବି ଆସେ କାରଣ ଆମର ସେଥିରେ ନେଟ୍ ପ୍ରଫିଟ ନେଟ୍ ଲସ୍ ବି ହୁଏ। ଓକେ। ତାପରେ ଆମର ଆସିଲା ଇନଭେଷ୍ଟିଂ ଆକ୍ଟିଭିଟି। ଇନଭେଷ୍ଟିଂ ଆକ୍ଟିଭିଟିରେ କଣ ଆସୁଛି କ୍ୟାଶ ଫ୍ଲୋ ଫ୍ରମ ଇନଭେଷ୍ଟିଂ ଆକ୍ଟିଭିଟି। ତ ଆମେ ଦେଖିଥିଲେ ଯଦି କିଛି ସେଲ ଆଉ ପରଚେଜ କରିବା ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ, ମାନେ ଇନଭେଷ୍ଟମେଣ୍ଟ ହଉ କି ଫିକ୍ସ ଆସେଟ ହଉ, ତ ସେଇଟା ଆମର ଇନଭେଷ୍ଟିଂ ଆକ୍ଟିଭିଟି ଯାଉଥିଲା। ତ ପରଚେଜ ଅଫ ମେସିନାରୀ ଗୋଟେ ଫିକ୍ସ ଆସେଟ, ମେସିନାରୀ ଗୋଟେ ଫିକ୍ସ ଆସେଟ ତାର ପରଚେଜ ହଉଛି, ତ ସେଇଟା ବି ଆମର କଣ ହବ ପରଚେଜ କଲା ବେଳେ ପେମେଣ୍ଟ ହେଇଥିବ ତ ଲେସ୍ ହବ, କ୍ୟାଶ ଟା ଆଉଟଫ୍ଲୋ ବାହାରକୁ ଯାଉଛି ପଇସାଟା। ଓକେ। ଆଉଟଫ୍ଲୋ ହଉଛି ତ ସେଇଟା ପାଇଁ ଏଠି ବ୍ରାକେଟରେ ଅଛି ଲେସ୍ କରାହବା ପାଇଁ।
ତାପରେ ଆସିଲା ପ୍ରୋସିଡ୍ ଫ୍ରମ୍ ଦ ସେଲ୍ ଅଫ ମେସିନାରୀ। ଆମେ କିଛି ସେଲ୍, ଆମର ମେସିନାରୀ ଥିଲା ଆମେ ତାକୁ ସେଲ୍ କରିଦେଲେ। ତ ଆମେ ପଢିଥିଲେ ପରଚେଜ ଅଫ, ପରଚେଜ ଆଣ୍ଡ ସେଲ୍ ଅଫ ଫିକ୍ସ ଆସେଟ। ତ ଏଠି ସେଲ୍ କରୁଛେ, ଓକେ ସେଲ୍ କଲେ ବି କଣ ହବ, ଆମକୁ କ୍ୟାଶ ଟା ଆସିଲା ତ ଏଠି ପ୍ଲସ ରେ ଅଛି। ଓକେ, ତ ନେଟ୍ କ୍ୟାଶ ଫ୍ଲୋ ଫ୍ରମ୍ ଇନଭେଷ୍ଟିଂ ଆକ୍ଟିଭିଟି, ଏଠି ପ୍ଲସ ମାଇନସ କଲା ପରେ ପ୍ଲସ ଆସୁ କି ମାଇନସ ଆସୁ ଆମେ ଏଠି କନସିଡର କରିବା। ଓକେ, ତାପରେ ଥାର୍ଡ ୱାନ୍ ଇଜ ଅର୍ ଫାଇନାନ୍ସିଂ ଆକ୍ଟିଭିଟି। ଫାଇନାନ୍ସିଂ ଆକ୍ଟିଭିଟିରେ କଣ କହୁଛି, ଯେତେବେଳେ ଆମେ ଦେଖିଥିଲେ ଯାହାବି ଆମର ଲୋନ କରୁଛେ କି ବରୋଇଂ କରୁଛେ, ଯୋଉଟା ଫାଇନାନ୍ସ ରିଲେଟେଡ, କି ସେୟାର ଇସ୍ୟୁ କରୁଛେ କି କୋଉଠୁ ଲୋନ ବରୋ କ୍ୟାପିଟାଲ ଆଣୁଛେ, ସେ ସବୁ ଫାଇନାନ୍ସିଂ ଆକ୍ଟିଭିଟି ଆସୁଥିଲା। ତ ପ୍ରୋସିଡ ଫ୍ରମ କ୍ୟାପିଟାଲ କଣ୍ଟ୍ରିବ୍ୟୁସନ, କି ଆମେ ଯଦି ମାନେ ଓନରସିପ ଇକ୍ୱିଟି ବି ଆମର ଫାଇନାନ୍ସିଂ ଆକ୍ଟିଭିଟି ଆସୁଥିଲା। ତ ଏଇଟା ଆସିବ ପ୍ରୋସିଡ ଫ୍ରମ କ୍ୟାପିଟାଲ କଣ୍ଟ୍ରିବ୍ୟୁସନ, ଯଦି କିଛି ସେମାନେ କ୍ୟାପିଟାଲ କଣ୍ଟ୍ରିବ୍ୟୁଟ କରିଛନ୍ତି ତାହେଲେ ସେ ପଇସାଟା ବି, ଓକେ, ସେ ପଇସାଟି ଫାଇନାନ୍ସିଂ ଆକ୍ଟିଭିଟି ପଳେଇ ଆସିବ। ତାପରେ ପ୍ରୋସିଡ ଫ୍ରମ ଲୋନ, ଆମେ କିଛି ଲୋନ ଆମେ କିଛି ସେଲ କଲେ, ମାନେ ଦେଇଦେଲେ, ଲୋନ କିଛି ଆମେ କାହାକୁ ଦେଇଛେ ତ ସିଏ ଆମକୁ କଣ କରିବ, ପଇସା ଦବ। ଯାହା ବି ସେ ଲୋନ ପଇସା ଆସିଲା ସେଇଟା ଆମର ଫାଇନାନ୍ସିଂ ଆକ୍ଟିଭିଟି ଆସିଯିବ। ଓକେ, ମନେକର ମୁଁ ତମକୁ ବିଜନେସ ଟା, ମୋ କମ୍ପାନୀ ତମର 1,00,000 ଦରକାର, ତମକୁ 1,00,000 ଦେଇଛି, ତ ତମେ ଯୋଉ ମାସକୁ ମାସ ତାକୁ ସୁଝିବ ଏତିକି ଟଙ୍କା, ତ ସେଇଟା କଣ ଫାଇନାନ୍ସିଂ ଆକ୍ଟିଭିଟି ଆସିବ। ତ ସେଇଟା ଲୋନରୁ କିଛି ପଇସା ଯୋଉଟା ମିଳିଲା ସେଇଟା ଲୋନ ନେଇ ଆମେ ଫାଇନାନ୍ସିଂ ଆକ୍ଟିଭିଟି ଶୋ କରିବା। ତାପରେ ଆସିଲା ଏଠି କ୍ୟାଶ ଟା ଆସୁଛି ଆମ ପାଖକୁ, ଆମେ ଅଲରେଡି ଲୋନ ଦେଇଥିଲେ, କ୍ୟାଶ ଟା ଆମ ପାଖକୁ ଆସୁଛି। ପ୍ରୋସିଡ୍ ମିନ୍ସ ଆମ ପାଖକୁ ଇନଫ୍ଲୋ ହଉଛି, ଆମେ ଆଡ କଲେ। ପେମେଣ୍ଟ ଅଫ ଲୋନ, ଯେତେବେଳେ ଆମେ କାହାଠୁ ଅଲଗା ଲୋକଠୁ ଲୋନ ଆଣିଛେ, ତାକୁ ମାସ ମାସ ପେମେଣ୍ଟ କରୁଛେ, ସେଇଟା କଣ ହବ, ମାଇନସ ହବ। ତ ଫାଇନାନ୍ସିଂ ଆକ୍ଟିଭିଟି ସେଇଟା ହେଇଯିବ, ତାକୁ ଲେସ୍ କରାହେଇଛି ଏଠି। ଓକେ, ତାପରେ ଆସିଲା ନେଟ୍ କ୍ୟାଶ ଫ୍ଲୋ ଫ୍ରମ ଫାଇନାନ୍ସିଂ ଆକ୍ଟିଭିଟି। ତ ଆମେ ପ୍ଲସ ମାଇନସ କଲା ପରେ ଯେତିକି ଆମର ନେଟ୍ ଆସିବ ସେଇଟା ଆମର ଫାଇନାନ୍ସିଂ ଆକ୍ଟିଭିଟି ହେଇଯିବ। ତାପରେ ନେଟ୍ ଇନକ୍ରିଜ ଡିକ୍ରିଜ ଇନ କ୍ୟାଶ, ତାପରେ କଣ କରାହବ, ଆମେ ଯୋଉ କରିଥିଲେ ଏ ପ୍ଲସ ବି ପ୍ଲସ ସି, ଏ ରେ କଣ ହଉଛି ଅପରେଟିଂ ଆକ୍ଟିଭିଟିରୁ କେତେ ଟଙ୍କା ଆସୁଛି, ବି ରେ ଇନଭେଷ୍ଟିଂ ଆକ୍ଟିଭିଟିରୁ କେତେ ଟଙ୍କା ଆସୁଛି, ଆଉ ସି ରେ ଫାଇନାନ୍ସିଂ ଆକ୍ଟିଭିଟିରୁ କେତେ କେତେ ଟଙ୍କା ଆସୁଛି। ତ ଏ ପ୍ଲସ ବି ପ୍ଲସ ସି, ମନେକର ଏଇ ଯୋଉ ନେଟ୍ ବାଲାନ୍ସ ଟା, ନେଟ୍ କ୍ୟାଶ, ତିନିଟାଙ୍କର ନେଟ୍ କ୍ୟାଶ ମିଶେଇବା, ପ୍ଲସ ଥାଉ କି ମାଇନସ ଥାଉ, ମିଶେଇଲା ପରେ ଆମର ଯାହା ବାହାରିବ ସେଇଟା ଆମେ ଜାଣିବା ଆମର ଟୋଟାଲ କେତେ ଇନକ୍ରିଜ ଆଉ କେତେ ଡିକ୍ରିଜ ହେଇଛି ବର୍ଷକ ଭିତରେ। ତାପରେ ଆମର ଓପନିଂ ଆଟ ଦ ବିଗିନିଂ ଅଫ ଦ ପିରିୟଡରେ କେତେ ଟଙ୍କା ଥିଲା, ଓକେ, ତାପରେ ତାକୁ ସେଥିରୁ ଆମର ବାହାରିଯିବ ଆଟ ଦ ଏଣ୍ଡ ଅଫ ଦ ପିରିୟଡରେ ଆମ ପାଖରେ କେତେ ଟଙ୍କା ଆଉ ଅଛି, ତାକୁ ଆଡ କଲା ପରେ ବୁଝିଲା କେତେ ଟଙ୍କା ଇନକ୍ରିଜ କି ଡିକ୍ରିଜ। ଏଠି ଡିକ୍ରିଜ ମାଇନସ ଥିଲେ ମାଇନସ କରିବା, ଏଠି ପ୍ଲସ ରେ ଅଛି ଆଡ କରିକି ଆଟ ଦ ଏଣ୍ଡ ଅଫ ଇୟର ରେ କେତେ ଟଙ୍କା ଅଛି, ମାନେ ବିଗିନିଂ ଅଫ ଦ ଇୟର ରେ କେତେ ପଇସା ଥିଲା, ପୁଣି କେତେ ଏଇ ବର୍ଷ କେତେ ଇନକ୍ରିଜ ହେଇଛି କି ଡିକ୍ରିଜ, ଯେତିକି ପଇସା ହେଇଥିବ ଆଡ ହବ କି ଲେସ୍ ହବ, ବିଗିନିଂ ଅଫ ଦ ଇୟର ରେ ଆଡ କରିବା କି ଲେସ୍ କରିବା, ଲାଷ୍ଟକୁ ଆମେ କଣ ପହଞ୍ଚିବା, ଆମର ଆଟ ଦ ଏଣ୍ଡ ଅଫ ଦ ପିରିୟଡ ରେ ଆମେ କେତେ ଟଙ୍କା ବାକି ଅଛି। ଓକେ, ବୁଝାଉଛି। ତାପରେ ଏଇଟା ଗୋଟେ ଏକ୍ସାମ୍ପଲ ଦେଇଛି, ଏଥିରୁ ଆମେ ନେଇକି ଡ୍ରାଫ୍ଟ କରିକି କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟ ପ୍ରିପେୟାର କରିବା। ଓକେ, ତାପରେ ତମର କ୍ଲାସ, ତମର ଏଇଟା ୟୁନିଟ 3 ସରିଯିବ। ତାପରେ ନେକ୍ସଟ କ୍ଲାସରୁ ଆମେ ୟୁନିଟ 4 ଷ୍ଟାର୍ଟ କରିବା। ଦେଖ ଏଠି ଦେଇଛି ଓପନିଂ ବାଲାନ୍ସ ଦେଇଛି, ଆମ ଫର୍ମାଟ ଅନୁସାରେ ଓପନିଂ ବାଲାନ୍ସ ଟା ପୁରା ତଳେ ପଡିଛି, କ୍ୟାଶ ଆଟ ଦ ବିଗିନିଂ ଅଫ ଦ ଇୟର, ବିଗିନିଂ ରେ କେତେ ଥିଲା, ବିଗିନିଂ ମିନ୍ସ କଣ ଓପନିଂ ରେ, ତ ଏବେ ସେଟା ଲାଷ୍ଟ ରେ ପୁରା ପକେଇବେ। ତ ରିସିଭ ଫ୍ରମ ଡେଟର, ତ ଦେଖ ରିସିଭ ଫ୍ରମ ଡେଟର, ସେଲ୍ ଅଫ ଫିକ୍ସ ଆସେଟ, ଇନଭେଷ୍ଟମେଣ୍ଟ, ସେୟାର ଇସ୍ୟୁ, ଲୋନ ଫ୍ରମ ବ୍ୟାଙ୍କ, payment to creditor, purchase of asset, loan paid, share purchase, interest on loan, closing balance, ଏସବୁ ଆମର ଅଛି। ତ ଆମକୁ ଏବେ ବାହାର କରିବାକୁ ପଡିବ କି କେତେ ଆମର ଇନଫ୍ଲୋ ହେଇଛି କେତେ ଆଉଟଫ୍ଲୋ ହେଇଛି, ସବୁ ବାହାର କରିବା। ଦେଖ ରିସିଭ ଫ୍ରମ ଡେଟର, ଫାର୍ଷ୍ଟ ଫର୍ମାଟ ତମକୁ ଦେଖେଇ ଦିଏ। ଦେଖ ଆମର ଅଛି କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟ, ପର୍ଟିକୁଲାର୍ସ, ଆମାଉଣ୍ଟ, ଏ ରେ ଲେଖିଦେଲେ, ତିନିଟା ତମେ ଏମିତି ତିନିଟା ବକ୍ସ କରିଦବ। ଓକେ, ତିନିଟା ବକ୍ସ କରିଦବ, ଫାର୍ଷ୍ଟ ବକ୍ସରେ ଲେଖିବ କ୍ୟାଶ ଫ୍ରମ ଅପରେଟିଂ ଆକ୍ଟିଭିଟି, ବି ରେ କ୍ୟାଶ ଫ୍ଲୋ ଫ୍ରମ ଇନଭେଷ୍ଟିଂ ଆକ୍ଟିଭିଟି, ଆଉ ସି ରେ କ୍ୟାଶ ଫ୍ଲୋ ଫ୍ରମ ଫାଇନାନ୍ସିଂ ଆକ୍ଟିଭିଟି, ତିନିଟାକୁ ଲେଖିଦବ। ତାପରେ ତଳେ ତିନିଟା ଲାଇନ କରିଥିବ, ଯେତେବେଳେ ଆମେ ଟୋଟାଲିଂ କରିବା, ଟୋଟାଲିଂ ପାଇଁ ତଳେ ଛାଡିଥିବ। ଦେଖ ଫାର୍ଷ୍ଟ ଆସିଲା ରିସିଭ ଫ୍ରମ ଡେଟର, ଡେଟରଠୁ ଆମେ କିଛି ରିସିଭ କରୁଛେ, ଡେଟର ଆମର କିଏ, ଆମେ ଯାହାକୁ ସେଲ କରିଥିବା କ୍ରେଡିଟ ରେ ସେ ଆମ ଡେଟର। ତ ସେଲ ଟା ହଉଛି ଡେ ଟୁ ଡେ ବେସିସ ରେ ବିଜନେସ ରେ ହଉଥିବ,
ତ ଯାହା ବି ରିସିଭ ହବ କୋଉଥିରେ ଯିବ, ଅପରେଟିଂ ଆକ୍ଟିଭିଟିରେ ଯିବ। ଦେଖ ରିସିଭ ଫ୍ରମ ଡେଟର, କ୍ୟାଶ ରିସିଭ ଫ୍ରମ ଡେଟର 40,000 ଆସିଲା। ଠିକ ଅଛି, ବୁଝିଲା? 40,000 ଆସିଲା। ତାପରେ ହେଇଛି ସେଲ ଅଫ ଫିକ୍ସ ଆସେଟ। ମୁଁ କହିଥିଲି ଯେତେବେଳେ ଯେତେବେଳେ ପରଚେଜ କରିବା କି ସେଲ କରିବା ଫିକ୍ସ ଆସେଟ ଏଟା କୋଉଥିରେ ଯିବ, ଇନଭେଷ୍ଟମେଣ୍ଟ ଆକ୍ଟିଭିଟିରେ ଯିବ। ତ 30,000 ଇନଭେଷ୍ଟମେଣ୍ଟ ଆକ୍ଟିଭିଟିରେ ଯିବ। ଏଇଟା ବି ରିସିଭ କରୁଛେ ତ ଆଡ ହିଁ ରହିବ, ପ୍ଲସ ରେ ରହିବ। ତ କ୍ୟାଶ ଫ୍ଲୋ ଫ୍ରମ ଇନଭେଷ୍ଟମେଣ୍ଟ ଆକ୍ଟିଭିଟି ଆମେ ଲେଖିଲେ କ୍ୟାଶ ରିସିଭ ଫ୍ରମ ସେଲ ଅଫ ଫିକ୍ସ ଆସେଟ କେତେ, 30,000। ଓକେ। ତାପରେ ଦେଖ ଇନଭେଷ୍ଟମେଣ୍ଟ ଆମେ କରୁଛେ, ଇନଭେଷ୍ଟମେଣ୍ଟ ରୁ ଆମକୁ କେତେ ଟଙ୍କା ଆସିଛି, 20,000। ତ ଆମେ ଦେଖିଥିଲେ ସେଲ ପରଚେଜ ଅଫ ଫିକ୍ସ ଆସେଟ କି ଇନଭେଷ୍ଟମେଣ୍ଟ ଯାହା ବି ହଉ ଫାଇନାନ୍ସିଂ ଆକ୍ଟିଭିଟିରେ ଯିବ। ତ ଏଇଟା ବି ସେମିତି ଫାଇନାନ୍ସିଂ ଆକ୍ଟିଭିଟି, ସରି ଫାଇନାନ୍ସ କହୁଛି, ଇନଭେଷ୍ଟମେଣ୍ଟ ଆକ୍ଟିଭିଟିରେ ଯିବ। ଦେଖିଥିଲେ ଆମେ। ତ ଦେଖ କ୍ୟାଶ ରିସିଭ ଫ୍ରମ ଇନଭେଷ୍ଟମେଣ୍ଟ, ଇନଭେଷ୍ଟମେଣ୍ଟ ରୁ ଆମେ 20,000 ରିସିଭ କରିଛେ, ତ ଇନଭେଷ୍ଟିଂ ଆକ୍ଟିଭିଟିରେ ଗଲା। ଓକେ। ତାପରେ ଆସିଲା ସେୟାର ଇସ୍ୟୁ। ଆମେ ଟିକେ ଜଷ୍ଟ ପୂର୍ବରୁ ପଢୁଥିଲେ ଫାଇନାନ୍ସ ରିଲେଟେଡ ଯାହା ବି ହଉଛି ଆମେ ସେୟାର ଫାଇନାନ୍ସିଂ ଆକ୍ଟିଭିଟି ନବା। ତ କିଛି ସେୟାର ଯଦି ଇସ୍ୟୁ କରୁଛେ ସେଟା ଫାଇନାନ୍ସିଂ ଆକ୍ଟିଭିଟିରେ ଆସୁଛି। ତ କ୍ୟାଶ ରିସିଭ ଫ୍ରମ ସେୟାର ଇସ୍ୟୁ, ସେୟାର ଇସ୍ୟୁ କରି ଯୋଉଟା ପଇସା ଆମେ ରିସିଭ କରିଛେ ସେଟା ଫାଇନାନ୍ସିଂ ଆକ୍ଟିଭିଟିରେ ଯିବ। କ୍ୟାଶ ରିସିଭ କେତେ ହେଇଥିଲା, 50,000 ଟଙ୍କାର। ଏଠି 50,000 ଲେଖିଲେ। ତାପରେ ଲୋନ ଫ୍ରମ ବ୍ୟାଙ୍କ, ଆମେ ବ୍ୟାଙ୍କରୁ କିଛି ଲୋନ ଆଣିଛେ, ତ ସେଇଟା ବି କୋଉଥିରେ ଯିବ, ଆମର ଫାଇନାନ୍ସିଂ ଆକ୍ଟିଭିଟିରେ ଯିବ। ଯେହେତୁ ଆମେ ଏଟା କଣ ଗୋଟେ ଲୋନ, ଲୋନ ହଉ କି ସେୟାର ଇସ୍ୟୁ କରୁଛି, ଲୋନ ଗୋଟେ ବରୋଡ କ୍ୟାପିଟାଲ, ଅଲଗା ଇନଷ୍ଟିଚ୍ୟୁଟ ରୁ ଆମେ ପଇସା ଆଣିଛେ, ରିସିଭ କରିଛେ, ତ ଏଟା ଫାଇନାନ୍ସିଂ ଆକ୍ଟିଭିଟିରେ ଯିବ। ତ ଏଠି ଗଲା କ୍ୟାଶ ରିସିଭଡ ଆଜ ଲୋନ ଫ୍ରମ ବ୍ୟାଙ୍କ 60,000। ଓକେ। ତାପରେ ଦେଖ ପେମେଣ୍ଟ ଟୁ କ୍ରେଡିଟର, ପେମେଣ୍ଟ ଟୁ କ୍ରେଡିଟର, କ୍ରେଡିଟର ମାନେ କୋଉ ମାନେ, ଆମର ଯୋଉମାନେ ଆମର ଆମେ କିଛି ଜିନିଷ ପରଚେଜ କରିଥିବା ଯୋଉଟା କ୍ରେଡିଟ ରେ, ଯୋଉଟାକୁ ଆମକୁ ପରେ ପଇସା ଟା ଦବାକୁ ଅଛି ଅନ୍ୟ ଲୋକକୁ, ଯାହାଠୁ ଆମେ ସପ୍ଲାୟର କୁ ଦବାର ଅଛି, ଯାହାଠୁ ଆମେ ବାକିରେ ଜିନିଷ ଆଣିଛେ, ସିଏ ଆମର କ୍ରେଡିଟର। ତ ଡେ ଟୁ ଡେ ବେସିସ ରେ ଏ ସବୁ ହଉଛି ଅପରେଟ। ଓକେ, ଜିନିଷ ପରଚେଜ ହଉଛି ତାପରେ ସେଲ ହଉଛି। ତ କ୍ରେଡିଟର ଆମ ପାଇଁ କଣ ହେଇଯିବ, ଗୋଟେ ୱାନ୍ ଟାଇପ ଅଫ ଅପରେଟିଂ ଆକ୍ଟିଭିଟିରେ ପଳେଇ ଆସିବ। ତାକୁ ଯାହା ଆମେ ପେମେଣ୍ଟ କରିବା ସେଟା କୋଉଥିରେ ଯିବ, ଅପରେଟିଂ ଆକ୍ଟିଭିଟିରେ। 20,000। ତ ଚାଲ ଅପରେଟିଂ ଆକ୍ଟିଭିଟିରେ ପକେଇବା। ପକେଇଲେ କ୍ୟାଶ ପେଡ୍ ଟୁ କ୍ରେଡିଟର କହିଛି, ଯେତେବେଳେ ଆଉଟଫ୍ଲୋ ହଉଥିବ ପଇସା ସେତେବେଳେ ଆମେ କଣ କରିବା, ଲେସ୍ କରିବା। ତ ଏଠି 20,000 ଲେସ୍ ରେ ଅଛି, ମାଇନସ ରେ ଅଛି। ଓକେ। ତ ନେକ୍ସଟ କୁ ଯିବା ପରଚେଜ ଅଫ ଆସେଟ। ଆମେ ଯେତେବେଳେ ସେଲ ଅଫ ଆସେଟ ଦେଖିଥିଲେ, ଇନଭେଷ୍ଟମେଣ୍ଟ ନେଇଥିଲେ, ପରଚେଜ ଅଫ ଆସେଟ ଅଛି ମାନେ ସେମ ସେମ ଇନଭେଷ୍ଟିଂ ଆକ୍ଟିଭିଟିରେ ଯିବ। 25,000 ପକେଇ ଦିଅ। କ୍ୟାଶ ପେଡ୍ ଫର ପରଚେଜ ଅଫ ଆସେଟ 25,000 ମାଇନସ ରେ ଅଛି, ବୁଝିହେଲା? ତାପରେ ଦେଖ ଅଛି ଲୋନ ପେଡ୍, ଆମେ କିଛି ଲୋନ ପେମେଣ୍ଟ କରୁଛେ, ଲୋନ ଯେତେବେଳେ ପେମେଣ୍ଟ କରିବା କୋଉଠି ଯିବ, ଯେତେବେଳେ ଆମେ ଲୋନ କିଛି ଆମେ ପରଚେଜ କରି ରିସିଭ କରିଥିଲେ, ଲୋନ ରିସିଭ କଲେ ସେତେବେଳେ ଆମେ ଫାଇନାନ୍ସିଂ ଆକ୍ଟିଭିଟି ନଉଥିଲେ। ଏମିତି ଲୋନ ପେମେଣ୍ଟ କରୁଛେ ତ କୋଉଥିରେ ଯିବ, ଫାଇନାନ୍ସିଂ ଆକ୍ଟିଭିଟିରେ ଯିବ। ଦେଖ ମାଇନସ ହେଇଛି 30,000। ଓକେ। ତାପରେ ସେୟାର ପରଚେଜ, ସେୟାର ପରଚେଜ ହେଇଛି 10,000। ତ ସେୟାର ପରଚେଜ ହେଇଛି ମାନେ କଣ, ଅନ୍ୟ କାହାର କମ୍ପାନୀରେ ଆମେ କିଛି ପଇସା ଇନଭେଷ୍ଟମେଣ୍ଟ କରୁଛେ। ଓକେ, ଯେତେବେଳେ ଆମେ ଇସ୍ୟୁ କରୁଛେ ଆମ ପାଇଁ ସେଇଟା ଫାଇନାନ୍ସିଂ ଆକ୍ଟିଭିଟି ଯିବ। ତେଣୁ ଆମେ କାହାଠୁ ପରଚେଜ କରୁଛେ ମାନେ ଆମ ପଇସା ଇନଭେଷ୍ଟ କରୁଛେ, ମାଇଣ୍ଡ ବିଟ ଆଣିବ। ତ ଇନଭେଷ୍ଟ ଯେତେବେଳେ କରୁଛେ ଆମର ଏଇଟା କଣ ହେଇଯିବ, ଇନଭେଷ୍ଟମେଣ୍ଟ ଆକ୍ଟିଭିଟିରେ ପଳେଇ ଆସିବ, ଇନଭେଷ୍ଟିଂ ଆକ୍ଟିଭିଟି। ଏଇଟା ଫାଇନାନ୍ସିଂ ଆକ୍ଟିଭିଟି ହବନି, ବୁଝିହଉଛି? ତ ଇନଭେଷ୍ଟିଂ ଆକ୍ଟିଭିଟିରେ ପକେଇଦବା କ୍ୟାଶ ପେଡ୍ ଫର ପରଚେଜ ଅଫ ସେୟାର କେତେ ରହିଲା, ମାଇନସ। ଯେହେତୁ ଆମର ଆଉଟଫ୍ଲୋ ହେଇଛି କ୍ୟାଶ ର, ତ ମାଇନସ ରହିଲା ମାଇନସ 10,000। ଓକେ। ତାପରେ ଲାଷ୍ଟ ହେଲା ଇଣ୍ଟରେଷ୍ଟ ଅନ ଲୋନ। ଆମେ ଯୋଉ ଲୋନ ଟା ଆମେ ବ୍ୟାଙ୍କରୁ ଲୋନ ଟା ଆଣିଛେ ତାପରେ ଇଣ୍ଟରେଷ୍ଟ ଦଉଛେ। ତ ମୁଁ କହିଥିଲି ଯାହାବି ଆମେ ଲୋନ ଆଣୁଛେ, ଲୋନ ପାଇଁ ଦଉଛେ ପଇସା, ତ ସେଇଟା କୋଉଥିରେ ଆସିବ, ଫାଇନାନ୍ସିଂ ଆକ୍ଟିଭିଟିରେ। ତ ଫାଇନାନ୍ସିଂ ଆକ୍ଟିଭିଟିରେ ଇଣ୍ଟରେଷ୍ଟ ଅନ ଲୋନ ପକେଇ ଚାଲ। କ୍ୟାଶ ପେଡ୍ ଫର ଇଣ୍ଟରେଷ୍ଟ ଅନ ଲୋନ ମାଇନସ 15,000। ତ ଏବେ ଆମେ ସବୁ ପକେଇ ଦେଇଛେ, ଆଉ କିଛି ଆମର ନାହିଁ।
डेबिट टोटल କରିଦେଇଛି, କ୍ରେଡିଟ ଟୋଟାଲ ହେଇଛି, ଓପନିଂ ବାଲାନ୍ସ କ୍ଲୋଜିଂ ବାଲାନ୍ସ ଟା ଆମେ ଆଟ ଦ ଏଣ୍ଡ ଚେକ୍ କରିବା। ତ ଦେଖ ଏଠି ଥିଲା 40,000, 40,000 20,000 ଗଲା ପରେ ଆମର ନେଟ୍ କ୍ୟାଶ ଫ୍ଲୋ ଫ୍ରମ ଅପରେଟିଂ ଆକ୍ଟିଭିଟି ରହିଲା ଆଉ 20,000। ତାପରେ ନେଟ୍ କ୍ୟାଶ ଫ୍ଲୋ ଫ୍ରମ ଇନଭେଷ୍ଟିଂ ଆକ୍ଟିଭିଟି କେତେ ରହିବ ଦେଖ 30,000, 20 50, 50 ରୁ ଇଏ 35 ଗଲା ପରେ ଆଉ ରହିଲା 15,000। ଓକେ, ତାପରେ ନେଟ୍ କ୍ୟାଶ ଫ୍ଲୋ ଫ୍ରମ ଫାଇନାନ୍ସିଂ ଆକ୍ଟିଭିଟି କେତେ ରହିବ 50 ଲକ୍ଷ 60 ଲକ୍ଷ 10 ଇଏ ଗଲା ପରେ ଆଉ ରହିଲା 65, 65,000 ରହିଲା। ଏବେ ନେଟ୍ ଇନକ୍ରିଜ ଆଉ ଡିକ୍ରିଜ ମାନେ ତିନିଟା ଯାକ ମିଶିକି ଆମର କେତେ ହେଇଛି ଆମେ ଜାଣିବା। ତିନିଟା ଯାକ ଜାଣିବା ପାଇଁ କଣ କରିବା, ଏ ପ୍ଲସ ବି ପ୍ଲସ ସି ମାନେ ଅପରେଟିଂ ଆକ୍ଟିଭିଟି ପ୍ଲସ ଇନଭେଷ୍ଟିଂ ଆକ୍ଟିଭିଟି ପ୍ଲସ ଫାଇନାନ୍ସିଂ ଆକ୍ଟିଭିଟି ମିଶେଇଦବା। ତ ଟୋଟାଲିଂ କଲେ ଇଏ 20,000 15 ହଉଛି ଲକ୍ଷେ ଟଙ୍କା, ତ ଲକ୍ଷେ ହେଲା। ଆଉ ଏଇଠି ଦେଖ ବିଗ ଆଟ ଦ ବିଗିନିଂ ଅଫ ଦ ଇୟର କେତେ ଥିଲା 10,000 ଥିଲା। ଓକେ, ତ 10,000 ଆଡ କରିଦବା ସେଥିରେ, ଲକ୍ଷେ 10,000 ଆଡ କଲେ ଲକ୍ଷେ 10,000। ତ ଆଟ ଦ ଏଣ୍ଡ ଅଫ ଦ ପିରିୟଡ କେତେ ଅଛି ଲକ୍ଷେ 10। ଓକେ, ତ ଲକ୍ଷେ 10 ଆମେ ଏଇଟା ଠିକ କଲେ ନା ନାଇଁ ଜାଣିବା ପାଇଁ କଣ କରିବା, ଦେଖ ଆମର କ୍ଲୋଜିଂ କେତେ ଅଛି, କ୍ଲୋଜିଂ ବାଲାନ୍ସ ଲକ୍ଷେ 10। ତ ଓପନିଂ ଆଉ କ୍ଲୋଜିଂ ଦିଟାକ ଓପନିଂ ଆମେ ଯେତିକି କ୍ୟାଶ ଇନକ୍ରିଜ ଡିକ୍ରିଜ ହଉଛି ତା ସହିତ ଓପନିଂ ଟା ମିଶିଲା ପରେ ଆମର କ୍ୟାଶ କେତେ ଆଉ କେତେ ଆଟ ଦ ଏଣ୍ଡ ଅଫ ଦ ଇୟର କେତେ ଆମର ରହୁଛି ଆମେ ଜାଣିପାରିବା, ମାନେ ଆମର କ୍ଲୋଜିଂ ବାଲାନ୍ସ କେତେ ଜାଣିପାରିବା। ତ ଦେଖ ଏଇଟା ଏଠି ଚେକ୍ କରିଦେଲେ ଲକ୍ଷେ 10 ଅଛି, ଆମର ଏଠି ବି ଲକ୍ଷେ 10 ହଉଛି। ତମେ ଯାହା ବି କରୁଛେ ତମେ କନଫର୍ମ ହବ କି ଆମର ଏଟା ଆମର ବାଲାନ୍ସ ଟା ଠିକ ଅଛି। ଏମିତି ଆମର କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟ ଯାହାବି ଆମର ଟ୍ରାଞ୍ଜାକ୍ସନ ସବୁ ଦେଇଥିବ, କୋଉଟା ଅପରେଟିଂ ଆକ୍ଟିଭିଟିରେ ଯିବ, କୋଉଟା ଇନଭେଷ୍ଟିଂ ଆକ୍ଟିଭିଟି ଯିବ, କୋଉଟା ଫାଇନାନ୍ସିଂ ଆକ୍ଟିଭିଟିରେ ଯିବ, ତମେ ସେ ସବୁ ଦେଖିକି ତାକୁ ସେଗ୍ରିଗେଟ କରିକି ନେଟ୍ କ୍ୟାଶ ଫ୍ଲୋ କେତେ ତାଥିରୁ ବାହାରୁଛି ସବୁ ବାହାର କରିବ। ତାପରେ ନେଟ୍ ତିନିଟାକୁ ଆଡ କରିବ, ନେଟ୍ ଇନକ୍ରିଜ ଡିକ୍ରିଜ ଇନ କ୍ୟାଶ। ତାପରେ ବିଗିନିଂ ଅଫ ଦ ପିରିୟଡରେ ଓପନିଂ ବାଲାନ୍ସ ଆମର କେତେ ଥିଲା ଆଡ କଲା ପରେ ଆମେ ଆଟ ଦ ଏଣ୍ଡ ଅଫ ଦ ଇୟର ଆମର କେତେ ଆମ ପାଇଁ କ୍ୟାଶ ରହୁଛି ଆମେ ଜାଣିପାରିବା। ଓକେ, ତ ବୁଝିହେଲା। ତ ଆମର ଏଠି କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟ ସରିଲା। ତ ନେକ୍ସଟ କ୍ଲାସରେ ଆମେ କଣ କରିବା, କମ୍ପ୍ୟୁଟରାଇଜ ଆକାଉଣ୍ଟିଂ, ଫାଇନାଲ ଆକାଉଣ୍ଟ ଅଫ ନନ୍ ପ୍ରଫିଟ ମେକିଂ ଅର୍ଗାନାଇଜେସନ, ଏଇ ଦିଟା ଚାପ୍ଟର ଆମେ କଭର କରିବା। ଓକେ, ତ ୟୁନିଟ 3 ତମର ସରିଲା। ଆଉ ତମମାନଙ୍କର ଯିଏ ଯୋଉମାନେ ବି ଆସିଛ ସମସ୍ତଙ୍କର ଚାଟ ବକ୍ସରେ ରୋଲ ନମ୍ବର ସବୁବେଳେ ପକେଇଦବ, ତମ ଆଟେଣ୍ଡାନ୍ସ ନିଆହଉଛି। ଆଉ ତମର କିଛି ଡାଉଟ ରହିଲା କି? କ୍ଲାସ କୁ ଏଠି ଏଣ୍ଡ କରୁଛି, ନେକ୍ସଟ କ୍ଲାସରୁ ଆମେ ୟୁନିଟ 4 ପଢିବା। ଥ୍ୟାଙ୍କ ୟୁ ଅଲ୍।